ଆଉ 5 ନମ୍ବର ପଏଣ୍ଟ କି ଆପଣ କେତେ ଟଙ୍କା କମାଉଛନ୍ତି ସେଟା ମ୍ୟାଟର ନୁହେଁ, ଆପଣ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି। ତ ସେଇଟାର ଗୋଟେ ହିସାବ ରଖନ୍ତୁ କି ଆପଣ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି, ତାର ଗୋଟେ ଚିଠା ବନାନ୍ତୁ କି ଦୈନନ୍ଦିନ ଜୀବନରେ ବା ଆମେ ଯେତେକ ଆୟ କରୁଛନ୍ତି ସେଥିରୁ କେତେ ଟଙ୍କା ଆମେ ଖର୍ଚ୍ଚ କରୁଛନ୍ତି। ଆଉ ସବୁବେଳେ ଚେଷ୍ଟା କରିବା କି ଆମେ ଯେତିକି ଖର୍ଚ୍ଚ କରୁଛନ୍ତି ତାଠୁ ଅଧିକା ଆୟ କରିବା ପାଇଁ। କି ଆପଣମାନେ ସବୁବେଳେ ଦେଖିଥିବେ ଏପର୍ଯ୍ୟନ୍ତ ଯେତେ ଜଣ ଧନୀ ବ୍ୟକ୍ତି ବା ଧନୀ ବ୍ୟକ୍ତି ଅଛନ୍ତି ଆମ ଭାରତରେ ହୁଅନ୍ତୁ ବା ଆମ ସରାଉଣ୍ଡିଂ ଭିତରେ, ସେମାନେ କ'ଣ କରନ୍ତି, ସବୁବେଳେ ଦେଖିବେ ସେମାନଙ୍କର ଖର୍ଚ୍ଚଟା ସବୁବେଳେ କମ୍ ଥିବ। ବେକାର ଖର୍ଚ୍ଚ, ଛୋଟ ଛୋଟ ଯେଉଁ ଅନାବଶ୍ୟକ ଖର୍ଚ୍ଚ ସବୁବେଳେ କମ୍ ଥିବ। କି ସେମାନଙ୍କ ପାଖରେ କୌଣସି ବି ମାନେ ନିଶା ପାଣିର ଖର୍ଚ୍ଚ ନଥିବ। ଆଉ ସେମାନେ କିଛି ନା କିଛି ଗୋଟେ ନୂଆ କରିବାକୁ ଚେଷ୍ଟା କରନ୍ତି। ସବୁବେଳେ କିଛି ନା କିଛି ଗୋଟେ ନୂଆ ଆଇଡ଼ିଆ ଲଗେଇକି କିଛି କରିବା ପାଇଁ ଚେଷ୍ଟା କରନ୍ତି, ଯେଉଁଥିପାଇଁ ସେମାନେ ସବୁବେଳେ ଉପରକୁ ଇନକ୍ରିଜ୍ ହେଇକି ଚାଲନ୍ତି। ତ ଆମେ ସେଇମାନଙ୍କର ମାଇଣ୍ଡସେଟ୍କୁ ସବୁବେଳେ ଫଲୋ କରିବା ଦରକାର କି ପ୍ରକୃତରେ ସେମାନଙ୍କ ମାଇଣ୍ଡସେଟ୍ଟା କେମିତି ଆଉ କ'ଣ ରହୁଛି।